ଦେଖନ୍ତୁ ଭୁବନେଶ୍ୱର ସିଟ୍ ଗତ ଥରକ ଅପରାଜିତା ଷଡ଼ଙ୍ଗୀ ଜିତିଲେ ବିଜେପିର ସେ ନୂଆ ଆସିଲେ ଏବଂ ଜିତିଲେ ସେଠି ଭୁବନେଶ୍ୱର ଜିତିଲେ କିନ୍ତୁ ବିଧାନସଭାରେ କୌଣସି ବିଜେପି ଜିତିନି 7ଟା ସେଗମେଣ୍ଟରେ ରାଦର କଂଗ୍ରେସ ଗୋଟାକରେ ଜିତିଛି ତଥାପି ସେ ଜିତିଲେ ସେଠି ଗୋଟେ ଆସମ୍ପସନ୍ କରାଯାଉଥିଲା ଯେଉଁ କ୍ୟାଣ୍ଡିଡେଟ୍ ଦେଲା ବିଜୁ ଜନତା ଦଳ ବୋଧେ ସେ କ୍ୟାଣ୍ଡିଡେଟ୍ ଟକ୍କର ଦେଲା ଭଳିଆ କ୍ୟାଣ୍ଡିଡେଟ୍ ନଥିଲା ବୋଲି ଗୋଟେ ଧାରଣା ଲୋକଙ୍କ ମନକୁ ଗଲା କିନ୍ତୁ ଏଠି ଆଉ ଗୋଟେ ଫ୍ୟାକ୍ଟର ରହୁଛି ଅପରାଜିତା ଷଡ଼ଙ୍ଗୀଙ୍କ କେସ୍ରେ ଗୋଟେ ହେଉଛି ତାଙ୍କର ବ୍ୟକ୍ତିଗତ ଭୋଟିଂ କିଛି ରହିଥିଲା ଯେ ଏବେ ମଧ୍ୟ ରହିଛି ଯେହେତୁ ସେ କମିଶନର ଥିଲେ ଖୋର୍ଦ୍ଧା କଲେକ୍ଟର ଥିଲେ ବିଏମ୍ସି କମିଶନର ଥିଲେ ତେଣୁ ତାଙ୍କର ଗୋଟେ ପର୍ସନାଲ ପ୍ୟାଟର୍ନ ଗୋଟେ ଇନଫ୍ଲୁଏନ୍ସ ଜୋନ୍ ରହୁଛି ସେକେଣ୍ଡ ହେଉଛି ଜଣେ ଓମେନ୍ ହିସାବରେ ଓମେନ୍ ଭୋଟିଂଟା ସେ ଗେନ୍ କରୁଛନ୍ତି ଓମେନ୍ ଭୋଟିଂ ମଧ୍ୟ ତାଙ୍କ ପାଖକୁ ଯାଉଛି ତୃତୀୟ କଥା ହେଉଛି ନରେନ୍ଦ୍ର ମୋଦିଙ୍କର ୱେଭ୍ଟା ଯଦି ନରେନ୍ଦ୍ର ମୋଦିଙ୍କର ୱେଭ୍ଟା ତେଣୁ ନରେନ୍ଦ୍ର ମୋଦିଙ୍କର ୱେଭ୍ଟା ସବୁ ଜାଗାରେ କାମ କରୁଛି କିନ୍ତୁ କେନ୍ଦ୍ରାପଡ଼ାରେ କାମ କରିବନି ଯେହେତୁ ସେଠି ଗୋଟେ ମାଇନରିଟି କମ୍ୟୁନିଟି ଅଧିକା ରହୁଛି ଏବଂ କଂଗ୍ରେସର କିଛି ଇନଫ୍ଲୁଏନ୍ସ ରହୁଛି ସେଠି କାମ ଜଗତସିଂହପୁର କାମ କରିବନି କଟକରେ କାମ କରିପାରେ ନ କରିପାରେ କିନ୍ତୁ ଜଗତସିଂହପୁର କରିବନି କେନ୍ଦ୍ରାପଡ଼ା କରିବନି ତ ସେଇଭଳିଆ ଏଠି କିନ୍ତୁ କରିଯାଉଛି ଭୁବନେଶ୍ୱରରେ କରିଯାଉଛି କାରଣ ଭୁବନେଶ୍ୱରରେ ଗୋଟେ ସେମିତି ମାଇନରିଟି ପପୁଲେସନ୍ ଆମେ ଦେଖିପାରିବାନି ତେଣୁ ସେ ରେସ୍ରେ ନିର୍ବାଚନରୁ ଯେହେତୁ ସେ ଆଗରୁ ଥିଲେ ତାଙ୍କର କିଛି କାର୍ଯ୍ୟକ୍ରମ ଥିଲା ତେଣୁ ସିଏ ନିର୍ବାଚନ ଦୌଡ଼ରେ ଆଗରେ ରହୁଥିଲେ ଏବଂ ଶ୍ରୀମୟୀ ମିଶ୍ରଙ୍କୁ ଯେଉଁ ବିଜୁ ଜନତା ଦଳ ପ୍ରାର୍ଥୀ କଲା ତାଙ୍କୁ ଯେହେତୁ ବହୁତ ପଛରେ ପ୍ରାର୍ଥୀ କଲା ସିଏ ସେଇ ମେକଅପ୍ କରିବା ପାଇଁ ତାଙ୍କୁ ସମୟ ଲାଗୁଥିଲା କିନ୍ତୁ ତଥାପି ମୁଁ ଦେଖୁଥିଲି ଗ୍ରାଜୁଆଲି ସେ ଇମ୍ପ୍ରୁଭମେଣ୍ଟ କରୁଥିଲେ ଏବଂ ଓମେନ୍ ସେଗମେଣ୍ଟଟା ତାଙ୍କ ପାଖରେ ରହୁଥିଲା ବଢ଼ୁଥିଲା ଆସ୍ତେ ଆସ୍ତେ ସେ ଗୋଟେ ସାଇକି ଗଲେ କାହା ଉପରେ ବେସ୍ କରିବେ ସେ ମିଶନ ଶକ୍ତି ଉପରେ ବେସ୍ କରିଯାଉଥିଲେ ତେଣୁ କିଛି ଗୋଟେ ସେଗମେଣ୍ଟ ତାଙ୍କ ଆଡ଼ିକି ମୁଭ୍ କରୁଥିଲା ଆସ୍ତେ ଆସ୍ତେ କିନ୍ତୁ ଯାହା ହଉ ସେ ତ ବଦଳିଗଲେ ପରିବର୍ତ୍ତ ପରିସ୍ଥିତିରେ ଦଳ ଭାବିଲା ବୋଧେ ଆଉ ଟିକେ ଟଫର୍ କ୍ୟାଣ୍ଡିଡେଟ୍ ଦରକାର ତେଣୁ ଏଠି ୟଙ୍ଗ ଯେଉଁ କ୍ୟାଣ୍ଡିଡେଟ୍ ଦେଲା ତାଙ୍କ ବାପା ସୁରବାବୁ ବିଧାୟକ ଜଟଣୀର କଂଗ୍ରେସ କିଛି ଭୋଟ୍ ଆସିବ ସେଠୁ ତାଙ୍କର କଂଗ୍ରେସର ସବୁ ଜାଗାରେ କଣ୍ଟାକ୍ଟ ଅଛି କଂଗ୍ରେସ ଭୋଟ୍ ତାଙ୍କ ଆଡ଼କୁ କିଛି ଆସିବ ତେଣୁ ଏଇ ବିଜୁ ଜନତା ଦଳ ତ ଭୋଟ୍ ଅଛି ତେଣୁ ଏଇ ବିଶ୍ୱାସରେ ପାର୍ଟି ତାଙ୍କୁ ଦେଇଛି ୟଙ୍ଗ ପିଲା ପାଇଲଟ ଥିଲେ ତେଣୁ ସିଏ ଦେଇଛି ସିଏ ତେଣୁ ତାଙ୍କ ପାଇଁ ଲଢ଼େଇଟା ଏଠି ଗୋଟେ ଭଲ ଲଢ଼େଇ ହେବ ନାଇଁ ଆପଣ ଯେଉଁ କଥା ଉଠାଉଥିଲେ ଯେ ଅପରାଜିତାଙ୍କର କିଛି ବ୍ୟକ୍ତିଗତ ଭୋଟ୍ ରହିଛି ତେବେ ମନ୍ମଥ ରାଉତରାୟଙ୍କର ଯେଉଁ ପ୍ରାର୍ଥିତ୍ୱ ସେ ବ୍ୟକ୍ତିତ୍ୱ ଭୋଟ୍ କାଟିଦେବ କି ଆପଣଙ୍କ ହିସାବରେ କାହିଁକିନା ଆପଣ ଜାଣିଥିବେ ଯେ ସୁର ରାଉତରାୟଙ୍କର ଜଟଣୀ ଏରିଆରେ ବହୁତ ଚିହ୍ନା ଅଛି ତାଙ୍କ ଥ୍ରୁରେ କିଛି ମନ୍ମଥ ରାଉତରାୟ କିଛି ଫାଇଦା ନେଇପାରିବେ କି ଦେଖନ୍ତୁ ସେଠି ଗୋଟେ ଅସୁବିଧା ହେଲା ତାଙ୍କ ବହୁତ ପଛରେ ଦଳ ତାଙ୍କୁ ଲଞ୍ଚିଂ କଲା ଯଦିଓ ସେ ଜଣେ ପାଇଲଟ ଏବଂ ଆଗରୁ ମିଶିବେ କହୁଥିଲେ ଚାକିରି ଛାଡ଼ିକି ଆସିଥିଲେ ବହୁତ ଲୋକ ଭାବୁଥିଲେ ସେ ଜଟଣୀରୁ ବୋଧେ ବିଜୁ ଜନତା ଦଳ କ୍ୟାଣ୍ଡିଡେଟ୍ ହିସାବରେ ଜଟଣୀ ବିଧାନସଭା ଲଢ଼ିବେ ତେଣୁ ଜଟଣୀ ସହିତ ତାଙ୍କର ଲଢ଼ିଥିଲେ କିଛି ତାଙ୍କୁ ଅସୁବିଧା ହେଇନଥାନ୍ତା କିନ୍ତୁ ଲୋକସଭାର ଯେଉଁ ଏଡ଼େ ବଡ଼ ସେଗମେଣ୍ଟ 7ଟା ସେଗମେଣ୍ଟରେ ସେ ପଛରେ ଆସିଲେ ତେଣୁ ଦଳର ଭୋଟ୍ ନିଶ୍ଚିତ ଭାବେ ସେ ତ ଦଳ ଉପରେ ନିର୍ଭର କରିବେ କିନ୍ତୁ ତାଙ୍କର ଏତେ ଅଧିକା ତାଙ୍କୁ ପରିଶ୍ରମ କରିବାକୁ ପଡ଼ିବ ଏବଂ ସେ ଯେଉଁ ପରିଶ୍ରମ ସେ କେତେ କରିପାରିବେ ହଁ ୟଙ୍ଗର ସେଗମେଣ୍ଟଟା ହୁଏତ ତାଙ୍କ ସାଙ୍ଗେ ଅଧିକା ଯିବେ କିନ୍ତୁ ଓମେନ୍ଟା ଶ୍ରୀମୟୀଙ୍କର ଯେଉଁ ଓମେନ୍ ଆଡ଼ଭାଣ୍ଟେଜଟା ଥିଲା ମିଶନ ଶକ୍ତି ଆଡ଼ଭାଣ୍ଟେଜ ଥିଲା ସେ ମିଶନ ଶକ୍ତି ଆଡ଼ଭାଣ୍ଟେଜଟା ଇଏ କେତେଟା ଜାଗାରେ ଲସ୍ କରିଯାଇପାରନ୍ତି ଲୋକ ଭାବିପାରନ୍ତି ମହିଳା ଆମର ମହିଳା ଠିଆ ହେଇଛି ଆମେ ଅପରାଜିତା ଷଡ଼ଙ୍ଗୀ ଦେଇଦେବା ତେଣୁ ଦଳ କିନ୍ତୁ ଭାବୁଛି ଯେ ମୋଟାମୋଟି ଭାବେ ତାଙ୍କର ନିଜର ଗୋଟେ ପର୍ସନାଲିଟି ଅଛି ଏବଂ ତାଙ୍କର ଗୋଟେ ୟଙ୍ଗ ପିଲାକୁ ସେ ଆଟ୍ରାକ୍ଟ କରିପାରିବେ ୟଙ୍ଗର ପପୁଲେସନ୍ ତେଣୁ ତାଙ୍କୁ ଦେଇଦେଲେ ସେ ଗୋଟେ ବ୍ରେକ୍ ଥ୍ରୁ କରିବେ କଡ଼ା ଫାଇଟ୍ଟେ କରିବେ